ନମସ୍କାର ଓଡ଼ିଶା। ଆଜିର ଖବରକୁ ଆପଣଙ୍କୁ ସ୍ୱାଗତ। ଆଜି ସେପ୍ଟେମ୍ବର 2 ତାରିଖ 2024 ମସିହା ସୋମବାର। ଚାଲନ୍ତୁ ଆଜିର ମୁଖ୍ୟ ଖବରଗୁଡ଼ିକ ଉପରେ ନଜର ପକାଇବା। ପ୍ରଥମ ଖବରଟି ହେଉଛି ଆରମ୍ଭ ହେଲା ସୁଭଦ୍ରା ଯୋଜନାର ପଞ୍ଜୀକରଣ। ଆବେଦନ ଫର୍ମ ପୂରଣ, ଦାଖଲ ସମ୍ପୂର୍ଣ୍ଣ ଦେୟମୁକ୍ତ। ଜିଲ୍ଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ର, ବ୍ଲକ, ମୋ ସେବା କେନ୍ଦ୍ର, ସାଧାରଣ କେନ୍ଦ୍ର, ପୌରାଞ୍ଚଳ କେନ୍ଦ୍ରରେ ଫର୍ମ ପର୍ଯ୍ୟାପ୍ତ ପରିମାଣରେ ମିଳିବ ବୋଲି କହିଛନ୍ତି ମହିଳା ଓ ଶିଶୁ ବିଭାଗ ଅଧିକାରୀ। ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ୟୁଟ୍ୟୁବରେ ଲାଇଭ୍ ଆସି ସୁଭଦ୍ରା ଯୋଜନା ସମ୍ପର୍କରେ ଜରୁରୀ ସୂଚନା ଦେଇଥିଲେ। ପରବର୍ତ୍ତୀ ଖବରଟି ହେଉଛି ମାଗଣା ଆଧାର ଅପଡେଟ୍ ଆଉ ମାତ୍ର 14 ଦିନ। ଆଉ 14 ଦିନରେ ଶେଷ ହବ ମାଗଣା ଆଧାର କାର୍ଡ ଅପଡେଟ୍‌ର ଅବଧି। ସେପ୍ଟେମ୍ବର 14 ଭିତରେ ବିନା କୌଣସି ମୂଲ୍ୟରେ ଅନଲାଇନରେ କରିହବ ଆଧାର କାର୍ଡ ଅପଡେଟ୍। ତା ପରଠୁ ଟଙ୍କା ଦେବାକୁ ପଡିବ। ପରବର୍ତ୍ତୀ ଖବରଟି ହେଉଛି ପିଏମ୍ ଆବାସ ଯୋଜନା ଆସିଲା ନୂଆ ଗାଇଡଲାଇନ୍। ଦେଶର ପ୍ରତ୍ୟେକ ଅଭାବୀ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସୁବିଧା ଯୋଗାଇ ଦେବା ଲକ୍ଷ୍ୟରେ ଏହାର ଅବଧି ବୃଦ୍ଧି କରାଯାଇଛି। ବର୍ତ୍ତମାନ ଏହି ଯୋଜନା 2000 ମସିହାରୁ 2028-29 ଯାଏଁ ବୃଦ୍ଧି କରାଯାଇଛି। ପୂର୍ବରୁ ଯେଉଁମାନଙ୍କର ଦୁଇ ଚକିଆ ଯାନ, ରେଫ୍ରିଜରେଟର ଭଳି ଜିନିଷ ଥିଲା ଏହି ଯୋଜନା ପାଇଁ ଯୋଗ୍ୟ ବିବେଚିତ ହେଉନଥିଲେ, କିନ୍ତୁ ବର୍ତ୍ତମାନ ଏଥିରେ ଦୁଇ ଚକିଆ ଯାନ ଏବଂ ମାସକୁ 15,000 ଟଙ୍କା ରୋଜଗାର କରିଲେ ମଧ୍ୟ ସେମାନେ ଏହି ଯୋଜନାର ଲାଭ ପାଇପାରିବେ। ପରବର୍ତ୍ତୀ ଖବରଟି ହେଉଛି ବଢିଲା ଗ୍ୟାସ୍ ଦାମ। ଗ୍ୟାସ ସିଲିଣ୍ଡର ମୂଲ୍ୟରେ ପୁଣି ଥରେ ବୃଦ୍ଧି କରାଯାଇଛି। ଏହି ନୂତନ ନିୟମ ସେପ୍ଟେମ୍ବର 1ରୁ କାର୍ଯ୍ୟକାରୀ ହେବ। ଗ୍ୟାସ ସିଲିଣ୍ଡର ମୂଲ୍ୟ 39 ଟଙ୍କା ବୃଦ୍ଧି ପାଇଛି। ସୂଚନା ଅନୁଯାୟୀ ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ ବ୍ୟାବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ସଂଶୋଧନ କରିଛନ୍ତି। ତେଣୁ ମୂଲ୍ୟ ବୃଦ୍ଧି ସମଗ୍ର ଦେଶରେ ନୁହେଁ, କେବଳ ଦିଲ୍ଲୀରେ ଲାଗୁ ହୋଇଛି। ଘରୋଇ ସିଲିଣ୍ଡର ପରିବର୍ତ୍ତେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରରେ ମୂଲ୍ୟ ବୃଦ୍ଧି ଘଟିଛି। ପରବର୍ତ୍ତୀ ଖବରଟି ମଣିପୁରରେ ଆତଙ୍କବାଦୀ ଆକ୍ରମଣ। କିଛି ଦିନର ନୀରବତା ପରେ ପୁଣି ଅଶାନ୍ତ ହୋଇଛି ମଣିପୁର। ଇମ୍ଫାଲ ପଶ୍ଚିମ ଜିଲ୍ଲାରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଏଥିସହ 4 ଜଣ ଗୁରୁତର ଆହତ ହୋଇଥିବା ଖବର ମିଳିଛି। ରିପୋର୍ଟ ଅନୁଯାୟୀ ଆତଙ୍କବାଦୀ ପାହାଡର ଉପରମୁଣ୍ଡରୁ କୋଟ୍ରୁକ ଉପତ୍ୟକା ଏବଂ ପଡୋଶୀ କାଦଙ୍ଗବନ୍ଦ ଉପତ୍ୟକା ପର୍ଯ୍ୟନ୍ତ ଆଖିବୁଜା ଗୁଳି ବିନିମୟ କରିବା ସହ ବୋମା ବିସ୍ଫୋରଣ କରିଥିଲେ। ପରବର୍ତ୍ତୀ ଖବରଟି ହେଉଛି ଭାରତୀୟ ପଦକ ବିଜେତାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ। ପ୍ୟାରିସ୍ ପାରାଅଲିମ୍ପିକ୍ସରେ ପଦକ ଜିତିଥିବା ଭାରତୀୟ ଖେଳାଳିଙ୍କ ସହ ଫୋନରେ କଥା ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ଏହି ବାର୍ତ୍ତାଳାପରେ ସମସ୍ତ ଖେଳାଳିଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ଆଜି ପ୍ରଧାନମନ୍ତ୍ରୀ ମୋନା ଅଗ୍ରୱାଲ, ପ୍ରୀତି ପାଲ, ମନୀଷ ନରୱାଲ ଏବଂ ରୁବିନାଙ୍କ ସହ ଫୋନରେ କଥା ହୋଇଥିଲେ। ପରବର୍ତ୍ତୀ ଖବରଟି ହେଉଛି ରେଳମନ୍ତ୍ରୀ ସେୟାର କଲେ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଫଟୋ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାରତୀୟ ରେଳର ନୂତନ ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌ର ପ୍ରଥମ ଲୁକ୍ ଜାରି କରିଛନ୍ତି। ଭାରତୀୟ ରେଳର ଆଧୁନିକ ଓ ଆରାମଦାୟକ ଯାତ୍ରା ପାଇଁ ଏହି ଟ୍ରେନ୍ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌ର ଡିଜାଇନ ସୁବିଧା ଅତ୍ୟନ୍ତ ସ୍ୱତନ୍ତ୍ର, ଯାହା ଯାତ୍ରୀମାନଙ୍କୁ ଏକ ନୂତନ ଏବଂ ଉତ୍କୃଷ୍ଟ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବ। ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌ରେ ଆରାମଦାୟକ ବର୍ଥ, ଆଧୁନିକ ଡିଜାଇନ, ନୂତନ ଟେକ୍ନୋଲୋଜି ବ୍ୟବହୃତ ହୋଇଛି, ଯାହା ଏହାକୁ ଅନ୍ୟ ଟ୍ରେନ୍ ଠାରୁ ଭିନ୍ନ କରିଥାଏ। ପରବର୍ତ୍ତୀ ଖବରଟି ହେଉଛି ଫିକା ପଡ଼ିବ କଟକ ଦୁର୍ଗାପୂଜା ଭସାଣୀ, ବାଜିବନି ଡିଜେ। ଏଥର ବିନା ଡିଜେରେ ହେବ ମା ଦୁର୍ଗାଙ୍କ ଭସାଣୀ ଯାତ୍ରା। ପୋଲିସ କମିଶନର ସଞ୍ଜୀବ ପଣ୍ଡା କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ସହ ବୈଠକ କରିବା ପରେ ଏନେଇ ସୂଚନା ଦେଇଛନ୍ତି। ପୋଲିସ କମିଶନରଙ୍କ କହିବା ଅନୁସାରେ ଅକ୍ଟୋବର 14 ତାରିଖ ଦିନ ମେଲାଣି ନେବେ ମା ଦୁର୍ଗା। ଏହି ଭସାଣୀ ଯାତ୍ରା କେବଳ 6ଟି ବକ୍ସ ବଜାଇବାକୁ ଅନୁମତି ଦିଆଯାଇଛି। ଯଦି କେହି ନିୟମ ବିରୁଦ୍ଧରେ ଯାଇ ଡିଜେ ବଜାନ୍ତି, ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପରବର୍ତ୍ତୀ ଅପଡେଟଟି ହେଉଛି କ୍ରେଡିଟ୍ କାର୍ଡ ନିୟମରେ ପରିବର୍ତ୍ତନ। ଯଦି ଆପଣ ଏଚଡିଏଫସି ବ୍ୟାଙ୍କର କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି, ତେବେ 1 ସେପ୍ଟେମ୍ବର 2014ରୁ ଏହି ପରିବର୍ତ୍ତନ ଆପଣଙ୍କ ପାଇଁ ଲାଗୁ ହେବ। ବାସ୍ତବରେ ପ୍ରଥମ ତାରିଖରୁ ଏଚଡିଏଫସି ବ୍ୟାଙ୍କ ୟୁଟିଲିଟି ଟ୍ରାଞ୍ଜାକ୍ସନ ଉପରେ ରିୱାର୍ଡ ପଏଣ୍ଟର ସୀମା ଧାର୍ଯ୍ୟ କରିଥିବା ବେଳେ ଆଜି ଏହି ନିୟମ ଲାଗୁ କରିବାକୁ ସ୍ଥିର କରିଛି। ଏହି ପରିବର୍ତ୍ତନ ଅନୁଯାୟୀ ବ୍ୟାଙ୍କର କ୍ରେଡିଟ୍ କାର୍ଡ ଉପଭୋକ୍ତାମାନେ ଏହି କାରବାର ଉପରେ ମାସକୁ ମାତ୍ର 2,000 ପଏଣ୍ଟ ପାଇପାରିବେ। ଏହା ବ୍ୟତୀତ ଏଚଡିଏଫସି ବ୍ୟାଙ୍କ ଥାର୍ଡ ପାର୍ଟି ଆପ୍‌କୁ ଶିକ୍ଷାଗତ ଦେୟ କରିବା ଉପରେ କୌଣସି ପୁରସ୍କାର ଦେବ ନାହିଁ।
ପରବର୍ତ୍ତୀ ଖବରଟି ହଉଛି ମାସର ଅଧା ଦିନ ବ୍ୟାଙ୍କ ଛୁଟି ରହିବ। ସେପ୍ଟେମ୍ବର ମାସରେ ଯଦି ଆପଣଙ୍କର ବ୍ୟାଙ୍କ ସହିତ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ଅଛି, ତେବେ ଆରବିଆଇ ବ୍ୟାଙ୍କ ହଲିଡେ ଲିଷ୍ଟ ଦେଖିବା ପରେ ହିଁ ଘରୁ ବାହାରନ୍ତୁ। ବାସ୍ତବରେ ଚଳିତ ମାସ ଅଧା ଦିନ ବ୍ୟାଙ୍କ ବନ୍ଦ ରହିବ। 1 ସେପ୍ଟେମ୍ବର 2024 ରବିବାର ସାପ୍ତାହିକ ଛୁଟି ସହିତ ଏହି ମାସ ଆରମ୍ଭ ହେଉଛି ଏବଂ ମାସ ସାରା ଗଣେଶ ଚତୁର୍ଥୀ, ପ୍ରଥମ ଓଣମ୍, ଅନେକ ପର୍ବ ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଯୋଗୁଁ ବିଭିନ୍ନ ରାଜ୍ୟରେ 15 ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ଶାଖାରେ କୌଣସି କାମ ରହିବ ନାହିଁ। ତେଣୁକରି ବ୍ୟାଙ୍କକୁ ଯିବା ଆଗରୁ ଆରବିଆଇ ୱେବସାଇଟକୁ ଯାଇ ବ୍ୟାଙ୍କ ଛୁଟି ଚେକ୍ କରନ୍ତୁ। ପରବର୍ତ୍ତୀ ଖବରଟି ହେଉଛି ଆଉ ନାହାନ୍ତି ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁ। ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କ ଆଜି ଭୋର 4ଟା ସମୟରେ ହୃଦଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ସମୟରେ ତାଙ୍କୁ 69 ବର୍ଷ ବୟସ ହୋଇଥିଲା। 1980ରୁ 1985 5 ବର୍ଷ ପର୍ଯ୍ୟନ୍ତ କଂଗ୍ରେସ ବିଧାୟକ ହୋଇ ସମ୍ବଲପୁରର ଅନେକ ଜନହିତକର ଯୋଜନାରେ ସେ କାମ କରିଥିଲେ। ପରବର୍ତ୍ତୀ ଖବରଟି ହେଉଛି ବଢିଲା ସାମ୍ବାଦିକମାନଙ୍କର ସ୍ୱାସ୍ଥ୍ୟ ବୀମା ଯୋଜନାର ଅବଧି। ମୋହନ ସରକାର ସାମ୍ବାଦିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ଆଉ 1 ବର୍ଷ ବୃଦ୍ଧି କରାଯାଇଛି। ରାଜ୍ୟରେ ସାମ୍ବାଦିକଙ୍କ ପାଇଁ ଉଦ୍ଦିଷ୍ଟ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାର ସମୟ ଅବଧି ଅଗଷ୍ଟ 31 ତାରିଖରେ ଶେଷ ହୋଇଯାଇଛି। ବର୍ତ୍ତମାନ ଜୁନ ବା ଜୁଲାଇ ମାସରୁ ଏହାର ନବୀକରଣ ପ୍ରକ୍ରିୟା ପ୍ରତିବର୍ଷ ଆରମ୍ଭ କରାଯାଇଥାଏ। ତେଣୁ ରାଜ୍ୟ ସରକାର ଏହାକୁ ଆଉ 1 ବର୍ଷ ନିମନ୍ତେ ବୃଦ୍ଧି କରିଛନ୍ତି। ଏ ସମ୍ପର୍କରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଖବରଟି ହେଉଛି ହରିୟାଣାରେ ନିର୍ବାଚନ ତାରିଖ ବଦଳିଲା। ଭାରତର ନିର୍ବାଚନ ଆୟୋଗ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ତାରିଖକୁ ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ 1 ଅକ୍ଟୋବର ପରିବର୍ତ୍ତେ 5 ଅକ୍ଟୋବର 2024ରେ ହରିୟାଣାରେ ଭୋଟ ଗ୍ରହଣ କାର୍ଯ୍ୟ ଅନୁଷ୍ଠିତ ହେବ। ବିଷ୍ଣୁ ସମ୍ପ୍ରଦାୟର ଉଭୟ ଭୋଟ ଅଧିକାର ଏବଂ ପରମ୍ପରାକୁ ସମ୍ମାନ ଦେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ଜମ୍ମୁ କାଶ୍ମୀର ହରିୟାଣାର ଫଳାଫଳ ତାରିଖ ମଧ୍ୟ ପରିବର୍ତ୍ତନ କରାଯାଇଛି। 1 ଅକ୍ଟୋବରରେ ହେବାକୁ ଥିବା ଜମ୍ମୁ କାଶ୍ମୀର ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ଦେବାର ତାରିଖରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅକ୍ଟୋବର 8ରେ ଉଭୟ ଜମ୍ମୁ କାଶ୍ମୀର ଓ ହରିୟାଣାର ନିର୍ବାଚନର ଫଳାଫଳ ଘୋଷଣା ହେବ। ଏବଂ ଶେଷ ଖବରଟି ହେଉଛି ଆତ୍ମସମର୍ପଣ କଲେ 2 ଦୁର୍ଦ୍ଦାନ୍ତ କ୍ୟାଡର ମାଓବାଦୀ। ଉତ୍ତରାଞ୍ଚଳ ଆଇଜି ଏବଂ ବରଗଡ଼ ଏସପିଙ୍କ ପାଖରେ ଗତକାଲି 2 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ବିଜାପୁର କ୍ୟାଡର ମାଓବାଦୀ ପୂଜା ତାତି ଏବଂ ସୁକୁମାର କ୍ୟାଡର ମାଓବାଦୀ ସଇତୁ ପଡା। ପୂଜା ତାତିଙ୍କ ନାଁରେ ଥିଲା 4 ଲକ୍ଷ ଟଙ୍କାର ପୁରସ୍କାର ଏବଂ ସଇତୁଙ୍କ ନାଁରେ ଥିଲା 3 ଲକ୍ଷ ଟଙ୍କାର ପୁରସ୍କାର। ଉଭୟେ ଗନ୍ଧମାର୍ଦ୍ଦନ ସଂରକ୍ଷିତ ଜଙ୍ଗଲରେ ସକ୍ରିୟ ଥିଲେ। ଆଶା ଆପଣଙ୍କୁ ଏହି ନ୍ୟୁଜଟି ଭଲ ଲାଗିଥିବ। ଧନ୍ୟବାଦ।